ପାଟଣାରେ ଗତ 7 ତାରିଖ ଅପରାହ୍ନରେ ପାନୀୟ ଜଳ ପ୍ରକଳ୍ପର ଅପରେଟର ପମ୍ପ ହାଉସରେ ତାଲା ମାରିଦେଇ ଯାଇଛନ୍ତି ଦୀଘା ବୁଲିବାକୁ, ଯାହାଫଳରେ ରବିବାର ଓ ସୋମବାର ପାଣି ନ ପାଇ ଡହଳ ବିକଳ ହେଉଛନ୍ତି ପାଟଣା ବ୍ଲକ ମୁଖ୍ୟାଳୟ ପାଟଣା ପଞ୍ଚାୟତର ବିଭିନ୍ନ ଗ୍ରାମବାସୀମାନେ। ପାନୀୟ ଜଳ ଟୋପାଏରୁ ବଞ୍ଚିତ ହୋଇ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ନାହିଁ ନଥିବା ଅସୁବିଧାରେ ବର୍ତ୍ତମାନ ସମସ୍ତ ଗ୍ରାମବାସୀ। ଏନେଇ ପାଟଣା ଅଞ୍ଚଳରେ ଲୋକେ ଅସନ୍ତୋଷ ବ୍ୟକ୍ତ କରିବା ସହ ସ୍ଥାନୀୟ ସରପଞ୍ଚ ଓ ବିଡିଓଙ୍କୁ ମଧ୍ୟ ଜଣାଇଛନ୍ତି। ଏନେଇ ସରପଞ୍ଚ ବିନୀତ ବାନାରାଙ୍କୁ ଯୋଗାଯୋଗ କରିବାରେ ତାଙ୍କ କହିବା ଅନୁଯାୟୀ 2ଟି ଯାକ ମୋଟର ପୋଡ଼ିଯାଇଥିବାରୁ ଏହାକୁ ମରାମତି ପାଇଁ ଦିଆଯାଇଛି। ସେହି କାରଣରୁ ଅପରେଟର ପମ୍ପ ହାଉସରେ ତାଲା ମାରି ଦେଇଛନ୍ତି। ଯଥାଶୀଘ୍ର ଜଳ ଯୋଗାଣ ସ୍ୱାଭାବିକ କରାଯିବା ଉଦ୍ୟମ ଚାଲିଥିବା ନେଇ ସେ ସୂଚନା ଦେଇଛନ୍ତି। ସେହିପରି ପାଟଣା ବ୍ଲକର ବଡ଼ପାଟଣା ପଞ୍ଚାୟତର ଗୁଳଦୀପସି ଗ୍ରାମରେ 7 ଦିନ ହେବ ପାଣି ମିଳୁନଥିବା ଜଣାପଡ଼ିଛି। ଏପଟେ ଲୋକଙ୍କୁ ପାଣି ନ ଯୋଗାଇ ଅପରେଟରମାନେ ଯାଇଛନ୍ତି ଦୀଘା ବୁଲିବାକୁ। ଏପରି ଯଦି ଅପରେଟର ରହି କାମ କରିବେ ତାହେଲେ ଲୋକଙ୍କୁ କେମିତି ପାଣି ଯୋଗାଇବେ ବୋଲି ଆଲୋଚନା ହେଉଛି। ତୁରନ୍ତ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି। କେନ୍ଦୁଝର ଜିଲ୍ଲାରୁ ଦଶରଥ ୱାର୍କିଙ୍କ ରିପୋର୍ଟ, ବ୍ଲାକ୍ ନ୍ୟୁଜ୍ ଓଡ଼ିଆ।